ଭାବିଥିଲି ତୋ ପାଇଁ କିଛି ବି ଲେଖିବିନି, କିନ୍ତୁ ଲୋକମାନଙ୍କ କହିବା ପରେ ମୋ ନିଜ ମନକୁ ପ୍ରଶ୍ନ କରି ତୋ ପାଇଁ କିଛି ଲେଖିବା ପାଇଁ ଛୋଟିଆ ପ୍ରୟାସଟେ କରିଛି। ଆବେ ଛାଡିଯିବା ପାଇଁ ତୁ ବାହାନା ଖୋଜୁଥିଲୁ ନା। ସବୁ ଜାଣିବି ତତେ ସୁଯୋଗ ଦେଇଥିଲି ମୋଠୁ ଦୂରେଇ ଯିବା ପାଇଁ। ଦୁନିଆ ଆଗରେ ମତେ ତୁ ଭିକାରୀ ସଜେଇ ଦେଲୁ, କିନ୍ତୁ ନାରୀ ବୋଲି ତତେ ମୁଁ ସମସ୍ତଙ୍କ ଆଗରେ ସମ୍ମାନ କରୁଥିଲି। ଆଜି ବି ତତେ ସେଇ ସମ୍ମାନ କରୁଛି ଯୋଉ ସମ୍ମାନ ପୂର୍ବରୁ କରୁଥିଲି, କିନ୍ତୁ କିଛି ଶବ୍ଦ ତୋ ପାଇଁ ରଖୁଛି। ଜାଣିଥିଲୁ ମୁଁ ଗରିବ ବୋଲି, ତଥାପି ମୋ ହାତ ଧରିବା ପାଇଁ ତୁ ବାଧ୍ୟ କରିଥିଲୁ। ଆଜି ତୋ ପାଖରେ କୋଟିଏ ଟଙ୍କା ଥିବା ପୁଅଟେ ତତେ ଭଲ ପାଉଛି। ଛାତିରେ ହାତ ରଖି ଭାବିକି କହିବୁ ତତେ ସେ କୋଉ ସମ୍ମାନ ଦଉଛି। ଉପଭୋଗର ପାତ୍ର ତୁ ଏବେ ହେଇଛୁ। ସମୟକୁ ଅପେକ୍ଷା କର, ଯେତେବେଳେ ପାତ୍ରରୁ ରସ ସରିଯିବ ନା, ସେ ପାତ୍ର ବାହାରେ ଫୋପଡା ହେଇଯିବ। ସମୟକୁ ଅପେକ୍ଷା କର, ଆଖିର ଲୁହରେ ନିଶ୍ଚୟ ତୁ ଧୋଇ ହବୁ। ସେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ଆଉ ଧର୍ମକୁ ସାକ୍ଷୀ ରଖିଛି।